22 वर्ष जीवनर सबुठारु पावरफुल एज। এই বয়সরে কেহি নিজ জীবন গঢ়ি দিয়ে আউ কেহি চুপচাপ নিজ জীবনକୁ নষ্ট କରିଦିଏ। ଏହା ହେଉଛି ଗୋଟେ ଏମିତି ପିଲାର କାହାଣୀ ଯିଏକି ଦେଖିବାକୁ ସାଧାରଣ ଥିଲା କିନ୍ତୁ ଭିତରୁ ଧୀରେ ଧୀରେ ଭାଙ୍ଗି ପଡ଼ୁଥିଲା। ତା ମୁହଁର ଗ୍ଲୋ କମି ଯାଇଥିଲା, କନଫିଡେନ୍ସ ଲେବୁଲ ଶେଷ ହୋଇଯାଇଥିଲା, ମାଇଣ୍ଡ ସବୁବେଳେ ଟାୟାର୍ଡ ରହୁଥିଲା। ଆଉ ସବୁଠାରୁ ଭୟଙ୍କର କଥା ହେଉଛି ସେ ନିଜେ ମଧ୍ୟ ଜାଣିପାରୁନଥିଲା କି ସେ କେମିତି ନିଜ ଜୀବନକୁ ନଷ୍ଟ କରି ଚାଲିଛି। ସେ ଯୁବକର ନାଁ ଥିଲା ବିନ୍ମୟ, କଲେଜ ଷ୍ଟୁଡେଣ୍ଟ। ସ୍ୱପ୍ନ ଥିଲା କିଛି ବଡ଼ କରିବାର। ପ୍ରଥମେ ସେ ଏନର୍ଜେଟିକ୍ ଥିଲା, ପାଠପଢ଼ାରେ ବି ଭଲ ଥିଲା, କିନ୍ତୁ ଧୀରେ ଧୀରେ ସେ ବଦଳିବାକୁ ଲାଗିଲା। ରାତିରେ ସେ ଘଣ୍ଟା ଘଣ୍ଟା ମୋବାଇଲ ଚଲାଉଥିଲା, ରୁମ୍ରେ ଏକା ରହୁଥିଲା। ଖରାପ ଖରାପ ଭିଡ଼ିଓଜ, ଚିପ୍ ପ୍ଲେଜର, ଟେମ୍ପୋରାରୀ ହାପିନେସ୍, ଏସବୁ ଜିନିଷ ତାର ରେଗୁଲାର ହାବିଟ୍ରେ ପରିଣତ ହୋଇଯାଇଥିଲା। ସେ ଭାବୁଥିଲା ଏସବୁ ଜିନିଷ ସବୁ ପିଲା କରୁଛନ୍ତି, ଏସବୁ ନର୍ମାଲ, ତ ମୋ ସହ ବି କିଛି ହେବନି। କିନ୍ତୁ ସେ ଜାଣିନଥିଲା କି ତାର ବ୍ରେନ୍ ଏସବୁଥିରେ ଧୀରେ ଧୀରେ ୱିକ୍ ହେଇ ଚାଲିଛି। କିଛି ମାସ ଗଲା ପରେ ବିନ୍ମୟ ନୋଟିସ୍ କଲା କି ସେ ସବୁବେଳେ ଟାୟାର୍ଡ ଫିଲ୍ କରୁଛି। ପାଠ ପଢ଼ିବାକୁ ବସିଲେ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଉଛି, କାହା ସହିତ ଆଇ କଣ୍ଟାକ୍ଟ କରିପାରୁନି, କନଫିଡେନ୍ସ ଲେବୁଲ ଧୀରେ ଧୀରେ ଶେଷ ହେଇ ଚାଲିଛି, ମୁହଁର ଗ୍ଲୋ କମିଯାଇଛି, ଆଖି ତଳେ ଡାର୍କ ସର୍କଲ ହେଇଯାଇଛି। କିନ୍ତୁ ସେ ଏସବୁକୁ ଇଗ୍ନୋର କରି ଚାଲିଥିଲା। ଆଉ ରାତି ହେଲେ ସେ ପୁଣି ସେଇ ଭୁଲକୁ ରିପିଟ୍ କରୁଥିଲା, ମାନେ ମାଷ୍ଟରବେସନ୍, ପର୍ନ ଭିଡ଼ିଓଜ ଦେଖିବା, ମୋବାଇଲ ଚଲେଇବା। କାରଣ ତାର ବ୍ରେନ୍ ଡୋପାମିନ୍ର ଗୋଲାମ ହେଇଯାଇଥିଲା। ଟେମ୍ପୋରାରୀ ପ୍ଲେଜର କିନ୍ତୁ ପରମାନେଣ୍ଟ ୱିକନେସ୍। ଦିନେ ସେ ଆଇନାରେ ନିଜକୁ ଦେଖିକି ଭୟ କଲା, ଏଇଟା କ'ଣ ମୁଁ? 22 ବର୍ଷର ଏଜ୍ରେ ନା କନଫିଡେନ୍ସ, ନା ଫୋକସ୍, ନା ଏନର୍ଜି। ସେ ଭିତରୁ କମ୍ପ୍ଲିଟଲି ଏମ୍ପ୍ଟି ଫିଲ୍ କରୁଥିଲା। ଏ ଯେଉଁ ମାଷ୍ଟରବେସନ୍, ମୋବାଇଲ ଆଡ଼ିକ୍ସନ୍, ଲୁଷ୍ଟ, ଚିପ୍ ଡୋପାମିନ୍, ଏସବୁ ମିଶିକି ତା ବ୍ରେନ୍କୁ ୱିକ୍ କରିଦେଇଥିଲେ। ସେ ରାତିରେ ଶୋଇପାରୁନଥିଲା। ଓଭର ଥିଙ୍କିଂ, ଆଞ୍ଜାଇଟି, ସେଲ୍ଫ ହେଟ୍, ଧୀରେ ଧୀରେ ସେ ନିଜକୁ ହରେଇ ଦେଉଥିଲା। କିନ୍ତୁ ଦିନେ ସେ ଗୋଟେ କଥା ବୁଝିଲା କି ଯଦି ମୁଁ ନିଜ ମାଇଣ୍ଡକୁ କଣ୍ଟ୍ରୋଲ କରିପାରୁନି ତେବେ ଜୀବନରେ କିଛି ବି ଆଚିଭ୍ କରିପାରିବେନି। ସେ ଧୀରେ ଧୀରେ ଚେଞ୍ଜ ହେବା ଆରମ୍ଭ କଲା। ମର୍ଣ୍ଣିଂ ଏକ୍ସରସାଇଜ, ମେଡିଟେସନ୍, ଫୋନ୍ ୟୁଜେସ୍ କମେଇ ଦେଲା, ବ୍ୟାଡ୍ କଣ୍ଟେଣ୍ଟ ଠାରୁ ଦୂରେଇ ରହିଲା। ପ୍ରଥମ 7 ଦିନ ଡିଫିକଲ୍ଟ ଥିଲା, କିନ୍ତୁ ପରେ ତା ମାଇଣ୍ଡ ଶାନ୍ତ ହେବାକୁ ଲାଗିଲା, କନଫିଡେନ୍ସ ଲେବୁଲ ଫେରି ଆସିଲା, ଫେସ୍ର ଗ୍ଲୋ ଦେଖାଗଲା, ଏନର୍ଜି ଲେବୁଲ ଇନକ୍ରିଜ୍ ହେଲା। ସେ ବୁଝିଗଲା ରିଏଲ ପାୱାର ପ୍ଲେଜରରେ ନୁହେଁ, ସେଲ୍ଫ କଣ୍ଟ୍ରୋଲରେ ଅଛି, ମାନେ ସଂଯମତାରେ ଅଛି। ସାଙ୍ଗମାନେ, ଆଜିର ୟୁଥର ସବୁଠାରୁ ବଡ଼ ଶତ୍ରୁ କୌଣସି ବାହାର ଲୋକ ନୁହେଁ। ଏଇ ମାଷ୍ଟରବେସନ୍, ମୋବାଇଲ ଆଡ଼ିକ୍ସନ୍, ଚିପ୍ ଡୋପାମିନ୍, ଅନକଣ୍ଟ୍ରୋଲ୍ଡ ମାଇଣ୍ଡ, ଏଇସବୁ ହେଉଛି ତାର ଶତ୍ରୁ। ମନେ ରଖ, ଯେଉଁ ଲୋକ ନିଜ ମାଇଣ୍ଡକୁ କଣ୍ଟ୍ରୋଲ କରିପାରେ ସେ ଜୀବନରେ କିଛି ବି ଆଚିଭ୍ କରିପାରେ। କିନ୍ତୁ ଯେଉଁ ଲୋକ ପ୍ଲେଜରର ଦାସ ହେଇଯାଏ ସେ ଧୀରେ ଧୀରେ ନିଜକୁ ନଷ୍ଟ କରିଦିଏ। ସାଙ୍ଗମାନେ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଏହିପରି ଲାଇଫ୍ ଚେଞ୍ଜିଂ ଭିଡ଼ିଓ ଦେଖିବା ପାଇଁ ଆମର ବ୍ରହ୍ମଚର୍ଯ୍ୟ ୱାର୍ଲ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।